ଆଣ୍ଠୁ ବିନ୍ଧାଠୁ ଆରାମ ମିଳିବାର 5ଟି ଘରୋଇ ଉପଚାର। ସୋରିଷ ତେଲ କିମ୍ବା ନଡ଼ିଆ ତେଲକୁ ହାଲକା ଗରମ କରି 10 ମିନିଟ୍ ଆଣ୍ଠୁରେ ମସାଜ କରିବା ଦ୍ୱାରା ରକ୍ତ ଚଳନ ବୃଦ୍ଧି ପାଇଥାଏ। ପ୍ରତିଦିନ ସକାଳେ ପାଣିରେ 1 ଚାମଚ ମେଥି ଗୁଣ୍ଡ ପକାଇ ପିଇବା ଦ୍ୱାରା ଜଏଣ୍ଟ ଲୁବ୍ରିକେସନ୍ କରିବାର ସାହାଯ୍ୟ କରିଥାଏ। ଗୋଟେ ଗ୍ଲାସ ଗରମ କ୍ଷୀର ସହିତ 1 ଚାମଚ ଘରୋଇ ହଳଦୀ ଗୁଣ୍ଡ ମିଶାଇ ପିଅନ୍ତୁ, କାରଣ ହଳଦୀରେ ଆଣ୍ଟି ଇନଫ୍ଲାମେଟରି ଗୁଣ ଥାଏ। ଗରମ ପାଣିରେ ଲୁଣ ମିଶାଇ ସେହି ପାଣିକୁ ସଫା କପଡ଼ା ସାହାଯ୍ୟରେ ଆଣ୍ଠୁରେ ସେକ ଦେବା ଦ୍ୱାରା ଆଣ୍ଠୁର ଫୁଲା କମିଯାଏ। ପ୍ରତିଦିନ ଖାଦ୍ୟରେ କ୍ୟାଲସିୟମ ଜାତୀୟ ଖାଦ୍ୟ ବ୍ୟବହାର କରିବା, ଯେମିତିକି କ୍ଷୀର, ଛେନା, ଡାଳିମ୍ବ, କାଜୁ, କିସମିସ ଏବଂ ସକାଳୁ ସୂର୍ଯ୍ୟାଲୋକରେ 10 ମିନିଟ୍ ବସିବା, ଯାହାକି ଭିଟାମିନ୍ ଡି ମିଳିବ। ଏହା କି ଆଣ୍ଠୁ ବିନ୍ଧାଠୁ ଧୀରେ ଧୀରେ ଆରାମ ମିଳିଥାଏ। ଏହା କଲେ ଆପଣଙ୍କର ମଙ୍ଗଳ ହେବ, ଆପଣ ସୁସ୍ଥ ରହିବେ। ଆଉ ଏଇଭଳିଆ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ। ମୋର ଭିଡ଼ିଓ ଦେଖୁଥିବାରୁ ସମସ୍ତ ମୋର ଦର୍ଶକ ଭାଇ ଭଉଣୀମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ।